ଆଠମଲ୍ଲିକରେ ଓଡ଼ିଶା ବିକଳାଙ୍ଗ ମଞ୍ଚ ତରଫରୁ ବ୍ଲକ ସ୍ତରୀୟ ସମ୍ମିଳନୀ ଆମ ପାଖରେ ଅଛନ୍ତି ଓଡ଼ିଶା ବିକଳାଙ୍ଗ ମଞ୍ଚ ରାଜ୍ୟ ସଭାପତି ନିରଞ୍ଜନ ବେହେରା। ତାଙ୍କୁ ଆଜି ପଚାରି ବୁଝିବା ଯେ ଓଡ଼ିଶା ବିକଳାଙ୍ଗ ମଞ୍ଚ ତରଫରୁ ଯେଉଁ ସମ୍ମିଳନୀ ହେଇଛି ସେଥିରେ କ'ଣ ଉପସ୍ଥାପନ କରିଛନ୍ତି। ଆଜି ଏଠାରେ ଆମର ଆଠମଲ୍ଲିକର ନୂତନ କମିଟି ଗଠନ ହେଇଛି। ଆମର ଆଠମଲ୍ଲିକର 24ଟା ପଞ୍ଚାୟତରୁ ପୁରା ବହୁତ ଭିନ୍ନାକ୍ଷମ ଭାଇ ଭଉଣୀମାନେ ମଧ୍ୟ ବି ଏଠାରେ ଆସିକରି ଉପସ୍ଥିତ ହେଇଛନ୍ତି। ଆମେ ସେମାନଙ୍କର ସମସ୍ୟା କ'ଣ ରହିଛି ସେଇଟା ମଧ୍ୟ ବି ଆମେ ବୁଝିପାରିଛୁ ଯେ କିଛି ଲୋକଙ୍କର ସାର୍ଟିଫିକେଟ୍ ବର୍ତ୍ତମାନ ଯାଏ ମଧ୍ୟ ବି ହେଇପାରିନି, ଭତ୍ତା ମଧ୍ୟ ବି ପାଇନାହାନ୍ତି। ଏ ବହୁତ କିଛି ସମସ୍ୟା ରହିଛି। ଏଇଠି ବ୍ଲକ ସ୍ତରୀୟ କମିଟି ମଧ୍ୟ ବି ଗଠନ ହେଲା। ଆଗାମୀ ଦିନରେ ଏ ବ୍ଲକ ସ୍ତରୀୟ କମିଟି ଏ ଯେଉଁ ଆମ ଅଞ୍ଚଳର ଭିନ୍ନାକ୍ଷମ ଭାଇ ଭଉଣୀମାନଙ୍କୁ ଦିଗ୍ଦର୍ଶନ ଦେବ ଆଉ ସେମାନଙ୍କର ବିକାଶ ପାଇଁ ଗୋଟେ କାମ କରିବ। ଓଡ଼ିଶା ବିକଳାଙ୍ଗ ମଞ୍ଚ ସଦାସର୍ବଦା এই অঞ্চল সহিত ରହିବ।